ବାପା ମା ଆମକୁ ଦୁନିଆକୁ ଆଣନ୍ତି, ଦୁନିଆର ଆଲୋକ ଦେଖାନ୍ତି, ହାତ ଧରି ବାଟ ଚଲା ବି ଶିଖାନ୍ତି। ବେଳେବେଳେ ଆମର ବାପା ମା ଆମମାନଙ୍କୁ ଅବହେଳା କରନ୍ତି, ସ୍ନେହରେ ଆମମାନଙ୍କୁ ଅବହେଳା କରନ୍ତି। ସେ ପରିସ୍ଥିତିରେ ପିଲାମାନେ କ'ଣ କରିପାରିବେ? ପିଲାମାନେ ବି ବାପା ମାଙ୍କୁ ଭୁଲି ଯାଆନ୍ତି। ବାପା ମାଙ୍କୁ ବି ପିଲାମାନେ ଅବହେଳା କରନ୍ତି। ଯେତେବେଳେ ବାପା ମା ମାନେ ପିଲାମାନଙ୍କର ହୋଇପାରନ୍ତିନି, ଏ ଦୁନିଆରେ ପିଲାମାନଙ୍କ ପାଇଁ କିଏ ଆଶ୍ରା ବାଡ଼ି ହୋଇ ଠିଆ ହେଇପାରିବ? ସେତେବେଳେ ହିଁ ପିଲାମାନେ ଭଗବାନଙ୍କର ଶରଣାପନ୍ନ ହୁଅନ୍ତି। ଯେଉଁଟା ବାପା ମା ପିଲାମାନଙ୍କ ପାଇଁ କରିପାରନ୍ତି ନାହିଁ, ସେଇଟା ଭଗବାନ ପିଲାମାନଙ୍କ ପାଇଁ କରି ଦେଖାନ୍ତି। ସେଥିପାଇଁ କୁହାଯାଏ ଭଗବାନଙ୍କ ଶରଣାପନ୍ନ ହୁଅନ୍ତୁ। ଦୁନିଆରେ ଯେତେ ଝଡ଼ ଝଞ୍ଜା ଆସିଲେ ବି ପାଖ ମାଡ଼ିବନି। ଯେଉଁ ନାମ ଉଚ୍ଚାରଣରେ ହୃଦୟ ରୋମାଞ୍ଚିତ ହୁଏ, ସେହି ନାମ ହିଁ ବ୍ରହ୍ମନାଦ, ସେ ହିଁ ଜଗନ୍ନାଥ। ହେ ଜଗା, ମୁଁ ଶୁଣିଛି ତୁ କୁଆଡ଼େ ସବୁ ଦେଖିପାରୁ, ତାହେଲେ ଯେଉଁମାନେ ବିନା ଦୋଷରେ ଦଣ୍ଡ ପାଉଛନ୍ତି, ତୁ କ'ଣ ଦେଖିପାରୁନୁ? ସବୁକିଛି ହରେଇ ସାରିବା ପରେ ପୁଣି ଥରେ ପରିସ୍ଥିତି ସହ ଲଢ଼େଇ କରିବାକୁ ବାଧ୍ୟ କରୁଛୁ। ମୁଁ ଯେ ବୁଝିପାରୁନି ତୋର ମହିମା କ'ଣ ଅଛି ମୋ ପରିବାର ଉପରେ। ନା ମୁଁ ମନ୍ତ୍ର ଜାଣେ, ନା ମୁଁ ତନ୍ତ୍ର ଜାଣେ, ନା ମୁଁ ବିଧି ଜାଣେ, ନା ମୁଁ ସିଦ୍ଧି ଜାଣେ। ଉଦ୍ଧାର କରିବେ ମୋ ପ୍ରଭୁ, ମୁଁ ଏତିକି ଜାଣେ।